গৌতমঙ্কর পুয় সে নাম সদানন্দ। প্রভু আসুছন্তি জানি হইলা আনন্দ। সদানন্দଙ୍କୁ তা ପୂର୍ବରୁ ପାରି କରିଛି ଏ ନାଉରିଆ। ସଦାନନ୍ଦଙ୍କ ମୁଖରୁ ଏ କଥା ଶୁଣିଛି ଭକ୍ତ କୈବର୍ତ୍ତ। ଚିନ୍ତା କଲା ପ୍ରଭୁ ତ ଆସୁଛନ୍ତି, ଋଷି ସଦାନନ୍ଦ ତ କହିଗଲେ ନା ନା ମୋ ପ୍ରଭୁର ପାଦ ସେବା ନ କଲା ପର୍ଯ୍ୟନ୍ତ, ମୋ ପ୍ରଭୁର ପାଦ ନ ଧୋଇଲା ପର୍ଯ୍ୟନ୍ତ ମୋ ନୌକାରେ ମୋ ପ୍ରଭୁଙ୍କୁ ବସେଇ ଦେବି ନାହିଁ। ଯଦି ଏତିକି କଥା କହି ନଥାନ୍ତା ନାଉରିଆ, ରାମ ଠାକୁରଙ୍କର ପାଦକୁ କଣ ଏ କୈବର୍ତ୍ତ ପୁଅ ଧୋଇଥାନ୍ତା? ନାଉରିଆ କହିଲା ମୋର ବୃତ୍ତି ହଉଛି ନୌକା ଚାଳନା କରିବା। ये नौका चालना करी हे प्रभु मो परिवार को प्रतिपोषण करे। यही कथा कहवा संगे संगे नौकाटा को जेते बेले आनी कूल रे लगाई देला भक्त बांधव ठाकुर। ए भक्त कैबर्त नाउरियार अंतरर भाव को बुझी जाति स्मर ये पुअर कथा को अंतरर भाव को बुझी भगवान कले कौन बढ़ाई देले पयर भावग्राही रघुवीर। बढ़ाई देले पयर भावग्राही रघुवीर। आवे पयर ख्यालित करी बसने बोझी पयर ख्यालित करी बसने बोझी। राम ठाकुर पाद को बढ़ाई देले। देखंतु गुरु विश्वामित्र छिड़ा है छंदी, सान भाई लक्ष्मण छंदी। भाव विनोदिया हरि भक्तर भाव को बुझी भक्तर आखिर लुह को देखी पादटा को बढ़ाई देले। प्रभु आज्ञा धरी नाउरिया प्रभुर पाद को अखिल ब्रह्मांड करता मो जीवन स्वामी ब्रह्मांडर करता हे प्रेममय हे दयामय प्रभु केड़े बड़ भाग्य मोर आज आपणकर पाद को मु धरी। नाउरिया कला कौन प्रभुंकर पाद को सेदिन धोइला भाव भक्ति प्रभुंकर पाद को धोई सारिबा परे कांधरे पकईला एक गामुछा प्रभुंकर पाद को पोछि देला। कवि सम्राट भंज कहले जो प्रभुंकर पाद को ब्रह्मा धोइबे 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 बोली अनेक दिन पर्यंत कमंडलू भितरे गंगा जल को संची रखी थिले किंतु प्रभुर पाद को ब्रह्मा धोई पारिले नाही। मंगलमय शिव ठाकुर भाभी थिले ब्रह्मा जदि पाद धोइबे मु पाद दोक टिके पाई ना ब्रह्मा धोइले ना मंगलमय शिव शंकर पाद दोक पाइले। ब्रह्मा रे धौत जे पद नोहिछि शिवे विषाद। अरे ब्रह्मा रे धौत जे पद नोहिछि शिवे विषाद। न पाई चरणामृत यानी कैबर्त धोइला
ଧୋଇଲା କିଏ ପାଇଲା କିଏ ବିଜ୍ଞାନୀ କୈବର୍ତ୍ତ ଧୋଇଲା ସାରେ ପ୍ରଭୁର ପାଦ ସେବା କରିଥାଏ କେବଳ ଭକ୍ତ ପ୍ରଭୁ ତାଙ୍କର ପାଦ ସେବା କରିବା ପାଇଁ ସୁଯୋଗ ଦିଅନ୍ତି ଭକ୍ତକୁ ଭକ୍ତ ବ୍ୟତୀତ ଆଉ ପ୍ରଭୁର ସେବା ଆଜ୍ଞା ସମସ୍ତେ କରିପାରିବେ ନାହିଁ ସେଇଥିପାଇଁ ଜଗତଗୁରୁ ଅଭିରାମ ପରମହଂସ ଦେବ ଓଳି ଭାଗବତରେ କଲମ କଲେ ଭକତ ଭଗବାନ ଦୁଇ ହୋ ଭକତ ଭାବିଲେ ଭିନ୍ନ ଭିନ୍ନ ନାହିଁ ହୋ ଭକ୍ତ ଆଉ ଭଗବାନ ଇଏ ହଉଛନ୍ତି ଏକ ଭକ୍ତ ଭଗବାନ ହଉଛନ୍ତି ଅଭେଦ ଭିନ୍ନ ଭିନ୍ନ କିଛି ନାହିଁ ପଣ୍ଡିତେ ଅମୂଲ୍ୟ ଧନ ରୂପକ ଭଗବାନଙ୍କର ପାଦ ସେବା କରିବା ପାଇଁ କେବଳ ପ୍ରଭୁ ସୁଯୋଗ ଦିଅନ୍ତି ତାଙ୍କର ପରମ ଭକ୍ତ ଭକ୍ତ ନାଉରିଆ ପ୍ରଭୁର ପାଦକୁ ଧୋଇଲା ପାଦ ଦୋକ ପାଇଲା ର ବିଜ୍ଞାନୀ କୈବର୍ତ୍ତ ଧୋଇଲା ଯାହାର ବିଶେଷ ଜ୍ଞାନ ସାର୍ ସେ ହଉଛି ବିଜ୍ଞାନୀ କବି ସମ୍ରାଟ ଭଞ୍ଜ କହିଲେ ବିଜ୍ଞାନୀ ବିଗତ ଜ୍ଞାନକୁ ଯିଏ ସହଜରେ ଅବଗତ ହୋଇପାରନ୍ତି ଯାହାକୁ କୁହାଯାଏ ପଣ୍ଡିତ ଜାତି ସ୍ମର ବିଜ୍ଞାନୀ ଯିଏ ହଉଛି ସମ୍ପୂର୍ଣ୍ଣ ସରଳ ଯାହାର ହୃଦୟ ନିଷ୍କପଟ ଯାହାର ଅନ୍ତରରେ ଈର୍ଷା ନାହିଁ ହିଂସା ନାହିଁ ଅହିଂସା ବ୍ରତରେ ଯିଏ ବ୍ରତୀ ଭାବ ଭକ୍ତିରେ ପ୍ରଭୁଙ୍କୁ ଯିଏ ପ୍ରେମରେ ଡାକେ ତାକୁ କୁହାଯାଏ ପଣ୍ଡିତେ ପରମ ଭକ୍ତ ନାଉରିଆ ସେଦିନ ପ୍ରଭୁର ପାଦକୁ ଧୋଇଲା ପାଦ ଦୋକ ପ୍ରଭୁଙ୍କର ପାଇଲା ତଥାପି ମନରେ ଆଶଙ୍କା ମୋ ପ୍ରଭୁ ଏ କାଠ ଡଙ୍ଗାରେ ବସିବେ ମୋ ଠାକୁରଙ୍କ ଅଙ୍ଗକୁ କଷ୍ଟ ହବନି ସୁଦର୍ଶନ ସାରେ ନା ନା ମୋ ପ୍ରଭୁଙ୍କ ପାଇଁ ମୁଁ ଯାଉଛି କିଛି ଗଛର ପତ୍ର ଛିଡ଼େଇବି ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବନୁପ୍ରାସ ସାରେ ବୈଦେଶ ବିଳାସ ସତୀ ସାରେ କଣ କହିଲେ ପୁଅ ବିଞ୍ଚି ପଲ୍ଲବ ନାବରେ ଇଏ ପଦବୀ କଳ୍ପି ମନରେ ପ୍ରତିହାରୀ ପରିରେ ବଣାଇ ବସାଇ କବି ସମ୍ରାଟ ଭଞ୍ଜ ଯୋଉ ଭଞ୍ଜ ସାହିତ୍ୟ ପାଇଁ ଆମର ଓଡ଼ିଆ ଭାଷା ସଂସ୍କୃତି ସମ୍ବିଧାନରେ ସାରେ ଷଷ୍ଠ ଭାଷାର ମାନ୍ୟତା ପାଇଛି କବି ଭିତରେ ବା ଭଞ୍ଜ କାଠ ଭିତରେ ମଞ୍ଜ ଛେଳି ଭିତରେ ବାଞ୍ଝ ସେ ପୁନଗ୍ର ଛାଡ କୁକୁଡ଼ା ଭିତରେ ଗଞ୍ଜ ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପୀ ମନରେ ପ୍ରତିହାରୀ ପରିରେ ମଣାଇ ବସାଇ ନାଉରିଆ ଦୌଡ଼ି ଗଲା ଗଛରୁ କିଛି କଅଁଳିଆ ପତ୍ର ଛିଡ଼େଇ ଆଣିଲା ଆଜ୍ଞା ଡଙ୍ଗା ଉପରେ ସେ କଅଁଳିଆ ପତ୍ରକୁ ବିଛେଇ ଦେଲା ବସେଇ ଦେଲା ଆଗ ପ୍ରଭୁଙ୍କୁ ଠାକୁର ମୋର ବସିଲେ ଗୁରୁ ବିଶ୍ୱାମିତ୍ର ବସିଲେ ସାନ ଠାକୁର ଲକ୍ଷ୍ମଣ କାତକୁ ମାରି ଡଙ୍ଗାଟାକୁ ନାଉରିଆ ଜଳେଇଲା ଏହି ସମୟରେ କବି ସମ୍ରାଟ ଭଞ୍ଜ କଲମ କଲେ ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗୁରୁ ବିଶ୍ୱାମିତ୍ରଙ୍କୁ ରାମ ଠାକୁର କିଛି ନ ଜାଣିଲା ଭଳି ପଚାରିଲେ ଏମିତି ଶିଷ୍ୟ ଏ ସମାଜରେ ହବା ଦରକାର ଆଜିକାଲି ସମାଜରେ ଗୁରୁଙ୍କୁ ଆଉ ଶିଷ୍ୟମାନେ ବିଶେଷ କରି ମାନୁନାହାନ୍ତି ସେ ମାନିବା ଆଉ ନାହିଁ ଗୁରୁ ଯୋଉ କଥା କହୁଥିଲେ ଶିଷ୍ୟମାନେ ଆଜ୍ଞା ଅକ୍ଷରେ ଅକ୍ଷରେ ତାହାକୁ ପାଳନ କରୁଥିଲେ ଦେଖନ୍ତୁ ଅଖିଳ ବ୍ରହ୍ମାଣ୍ଡର ଯିଏ ଅଧିନାୟକ ସର୍ବଲୀଳାମୟ ପୁରୁଷ ଯିଏ ଯାହାଙ୍କର ଇଶାରେ ଜଗତ ବ୍ୟାସୀ ପରିଚାଳିତ ସେ ଠାକୁର କରପତ୍ରକୁ ଯୋଡ଼ିଦେଲେ ବସିଛନ୍ତି ନୌକାରେ
ପଚାରିଲେ ଗୁରୁଦେବ କହିଲେ ଗୁରୁଦେବ गुरुदेव ଇଏ ଗଙ୍ଗା ନଦୀର ନାମ हाँ କାହିଁକି ଭାଗୀରଥୀ ହେଲା ଟିକେ କୁହନ୍ତୁ। डोंगरे बसी ଗୁରୁଦେବ ବୁଝେଇଲେ କହିଲେ ରାମ କହିଲା ୟା ବିଷ୍ଣୁ ନଖ କୋଣେ ଇଏ ଥିଲା ଭୋଲାରେ विष्णु नख कोणे दिला ଭଗୀରଥ ଆଣିଲା। ଆରେ ୟା विष्णु नख कोणे दिला भोलारे विष्णु नख कोणे दिला ରାମ କହେ ରାମଙ୍କର ପ୍ରଶ୍ନରେ ଗୁରୁଦେବ ଉତ୍ତର ଦେଲେ କହିଲେ ରାମରେ गुरुदेव ବିଷ୍ଣୁଙ୍କର ନଖ କୋଣରେ ଇଏ ଗଙ୍ଗା ଥିଲେ ଭଗୀରଥ ଇଏ ଗଙ୍ଗାଙ୍କୁ ଆଣିବାରୁ ଭଗୀରଥଙ୍କର ନାମାନୁସାରେ ଇଏ ଗଙ୍ଗା ନଦୀର ନାମ ହେଇଛି ଧନ ଭାଗୀରଥୀ ହେ ପଣ୍ଡିତେ ଡଙ୍ଗାଟା ଯାଇ କୂଳରେ ଲାଗିଲା ଓହ୍ଲେଇଲେ ଗୁରୁ ବିଶ୍ୱାମିତ୍ର ରାମ ଆଉ ଲକ୍ଷ୍ମଣ आज्ञा आज्ञा ରହ ଭାବ ବିନୋଦିଆ ଠାକୁରଙ୍କର ପାଦ ପଦ୍ମରେ ଆଜ୍ଞା ଭାବ ଭକ୍ତିରେ ମୁଣ୍ଡିଆ ମାରିଲା ନାଉରିଆ ଡାକିଲା ପ୍ରଭୁ प्रभु ଆପଣ ସିନା ମୋତେ ଛାଡ଼ିକିରି ପଳେଇ ଯାଉଛନ୍ତି ହେଲେ इले ଆପଣଙ୍କୁ ତିଳେ ମାତ୍ର ଛାଡ଼ିବା ପାଇଁ ମୋର ଇଚ୍ଛା ନାହିଁ କାହିଁକି ଜାଣିଛନ୍ତି କହିଲେ ମୁହିଁ ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ସବୁ ଯୁଗେ जुगे प्रभु सब जुगे जुगे जंत्री लोहिले तुम्हें तेरे मौका संगे ମୋର ও বুঝাটা गुरो मोरो बुझाता गुरो ଆଉ କିଏ ବୁଝାଇବ साध्यो थी ହେ ଠାକୁରେ ଇଏ ଯନ୍ତ୍ରକୁ ବଜାଇବାର ଶକ୍ତି ଅଛି କାହାର ଯନ୍ତ୍ରୀ ବିନା चंद्र बाजी ଇଏ परिवार ଯନ୍ତ୍ର କ'ଣ ବାଜି ପାରିବ କି ना ଭାବ ବିନୋଦିଆ ଠାକୁର ଭକ୍ତ ନାଉରିଆ ଠାରୁ ବିଦାୟ ନେଇ नहीं ଗୁରୁଙ୍କର ପଶ୍ଚାତ ଧାବନ କଲେ।